ଆଜ୍ଞା ଭାଇ ନମସ୍କାର। ଆରେ କୋଉଠି ତମେ? ମୋର ଗୋଟେ ଆଜି ସକାଳୁ ଆସି ପହଞ୍ଚିଲି ଭାଇ। ଇଏ ଗଣ୍ଡକୁ ମାରିବା ପାଇଁ ବିଜେଡିରୁ ଅଫର, କଣ କରିବା? ସିଏ ବା କାଲି ଆଜି ସକାଳୁ ସିଏ ବି ଏପଟକୁ ପଳେଇ ଆସିଛି। ଆଜି ସନ୍ଧ୍ୟାବେଳକୁ ଯାଇ ନାଇଁ କଥା ଛାଡ଼ ସେ ହେଇବି। କଥା, ମୁଁ ଆଉ କିଛି ତମେ ଆଲୋଚନା କର ନା। ଏଇ ଦେଖ ବର୍ତ୍ତମାନ ପାଇଁ କାଲି ସମ୍ପଦ ସ୍ୱାଇଁକୁ ମାରିବା ପାଇଁ ଜୟଦେବ ଲେଙ୍କାକୁ 5 ଲକ୍ଷ ଦେଇଛି କିଏ? ବାପି ସର୍କଲ। ସିଏ ପୁରା ରାତି ଦିନ ଆଉ ରଖେଇ ଦଉନି ତାକୁ, ପାଗଳା କରିସାରିଲାଣି। ବର୍ତ୍ତମାନ ମୋତେ ଫୋନ କରିଥିଲା, ତା ପିଲା ଭାଇ କେମିତି ବଞ୍ଚି ମୁଁ ଟିକେ ବାଟ କର। ମୁଁ କହିଲି ଏଇନା ମନେ ପଡିଲା, ଲଞ୍ଚିଂ ପାଇଁ କହୁଥିଲି ଟଙ୍କା 2 ଲକ୍ଷ ଦେବା ପାଇଁ, ଫୋନ କାଟିଦେଲ। ଏବେ କାହିଁ ତାଙ୍କୁ ସାହାଯ୍ୟ କର? ସେଥିପାଇଁ ତମେ ଏଥିରେ ମୋର ଖାସ ଥିଲା ଗୋଟେ ଜଣେଇଲି। ବର୍ତ୍ତମାନ ପାଇଁ ବିଜେଡି ତରଫରୁ ତମରି ସେଇପଟ ଲୋକ ଫଣ୍ଡିଙ୍ଗ କରୁଛନ୍ତି, ନା ତ କହିପାରିବିନି। ସେ ମତେ ଲିଙ୍କ ଦେଇକି ପଠେଇଲା, କହିଲା ଦେଖନ୍ତୁ ଆମର ପୁରା ବିଜେଡି ପାଇଁ ଟଙ୍କାଟେ ଦେବେନି, ଆଉ ଆପଣ କଣ ରେଡି କରନ୍ତୁ, ତାକୁ ଯେତେ ହାର୍ଡ କରିପାରିବେ ଆମେ ଫଣ୍ଡିଙ୍ଗ ପୁରା କରିବୁ। ସେଇଥିପାଇଁ ତମ କାନୁନ ପକେଇ, ତମେ ଲୋକାଲ ପିଲାଟା କହିବ ହଉଛି ନାଇଁ ଆମକୁ ଇଏ କଲାନି, ବର୍ତ୍ତମାନ କାନରେ ପକେଇ ଦିଅ। ତମକୁ ପଠେଇ ଦେଇକି 50,000 ଲକ୍ଷେ କହିଦେଇକି ଲାଭ କଣ ମିଳିବ? ନାଇଁ ମୁଁ ଆଜି ସନ୍ଧ୍ୟାବେଳକୁ କଥା ହେଇକି ନହେଲେ କଥା କରେଇଦେବି ଆପଣଙ୍କୁ ଡାଇରେକ୍ଟ ଫୋନରେ। ନାଇଁ ତାପସୀକୁ ଅଲରେଡି ମୁଁ ସ୍କ୍ରିପ୍ଟିଂ ପାଇଁ ଦେଲିଣି। ଦେଖ ଆମର ରଞ୍ଜନ, ଆମର ଚ୍ୟାନେଲ ବଞ୍ଚିବା ଦରକାର। ଇଏ କେହି କାହାର ନୁହନ୍ତି। ଟିକେ ଦୟାମୟା ଅଛି, ଆଉ କିଏ ବଞ୍ଚେଇବ ବୋଲି କି? ଛାଡ, ଆମର ମନେ ପରିବାର ନାହିଁ, ଯେ ଖାଲି ହାଲକା କହିଦିଅ କହିଲେ ଆମକୁ ଦୋଷ ଦେବନି। ମୁଁ ଆଜି କଥା କାଲି କହିଦେଇଛି ଗୋଟେ ଇମୋସନାଲ ରେ, ସେଟାକୁ ପୁରା ଭାଇରାଲ ହଉଛି। ଏବେ ମାନେ ମତେ ଯୋଉ ରେଟରେ ସୋଦା, ଆଉ ମାନେ କଣ ତମ ପାଖରେ ପ୍ରମାଣ ଅଛି? ତମକୁ କେତେବେଳେ ମନ୍ତ୍ରୀ ପଇସା ଦିଆଥିଲେ ମତେ କୁହ, ମୁଁ ଡିଫର୍ମେସନ ଫାଇଲ କରୁଛି ସେ କହୁଛନ୍ତି। ଏବେ ଆଉ କରନ୍ତୁ, କଣ ହେଲା? କି କଥା ଡିଫର୍ମେସନ କଲା? ବାହାରେ ସତ କଥା କହିଥିଲୁ ଲାଗି ସେ ଡିଫର୍ମେସନ କରେ, ତା ନାଇଁ ମୁଁ କେସ୍ କରିବି। ଡିଫର୍ମେସନ କଣ କରିବ ସେ? ଓଲଟା ଆହୁରି ବ୍ଲେମ ହେଇଯିବ, ବୁଝିଲ ନା? ମୁଁ ମୋର ମାନୁଛି ଭୁଲଟା, ଯେ ମୁଁ ତ କହିଦେଇଛି ସେଟା ଗୋଟେ ପାଟିରୁ ବାହାରି ଗଲା ଗୋଟେ ଯୁକ୍ତି ଭିତରେ। ସିଏ ଏବେ ମତେ ପୁରା ଇଏ କରୁଛନ୍ତି ନା। ତମକୁ କେତେବେଳେ ଆମେ କହିଲୁ 5 ଲକ୍ଷ ଟଙ୍କା ଦବୁ, ତମେ କଣ କହିଛ ଅଫିସରେ, ତମ ସାଙ୍ଗରେ କଣ ସମ୍ପର୍କ? ସେ ବିଜେଡି ବାଲା ମତେ ଫୋନ କରିକି ଭାଇ ବଢିଆ ଗୋଟେ ହାଇଲାଇଟ ହଉଛି। କଣ କହିବି ଭାଇ? ଏଟା ଟିକେ ହେଇଯାଇଛି ମିଷ୍ଟେକରେ, କିଛି ବ୍ୟସ୍ତ ହୁଏ। ଯିଏ କହିଲା ମତେ କହିବ, ମୁଁ କଣ ତମ ଛାଡ଼ିଦେଲି ନା ତମକୁ ଇଏ ହେଇଗଲା? ଶୁଣ, ଡରିଲେ କଣ ହବ? ତମେ କଥା ହେଇଥିଲ, ସିଏ କହିଲେ ନା ମୁଁ କଣ କହିଥିଲି ଏୟା କହିବା ପାଇଁ, ନା କଣ ଏୟା କହିବ? ଆପଣ କଥା ହେଇଥିଲେ ଫୋନରେ, ଆଉ ସିଏ ସେଟା ଗୋଟେ କହିଦେଲେ, କଣ ପାଇଁ କହିଦେଲେ ମୁଁ ଜାଣିନି। ଠିକ ଅଛି, କଥା ଯଦି ଅଧିକା କିଛି କଲେ କହିବ, କିଛି ଭୟ କର ନା। ଶୁଣ, ରିକ୍ସ ଦେଲେ ଆଗକୁ ସିଏ ବର୍ତ୍ତମାନ ପାଇଁ ସେ ତମ କିଛି ବି କଲେ, କେସ୍ ବାସ କରନ୍ତୁ କି ଡିଫାମେସନ କରନ୍ତୁ, ଯାହା ବି କରନ୍ତୁ, ଓଲଟା ସେ ଆହୁରି ବଦନାମ ହେବେ। ନାଇଁ, ତାପରେ ଆଉ ଗୋଟେ ଜିନିଷ କଣ, ଏଇଠି ମୁଁ ରହୁଛି ନା, ତାପରେ ଲୋକ ଜାଣିଛନ୍ତି ମତେ, ଗୋଟେ ମୁଁ ମାର୍କେଟରେ ମୁଁ ବି ଭାବୁଛି, କାଲି ମୁଁ ବି ଭାବିଲି, ମୁଁ କହିଦେଲି ଲାଇଭ ଯାଉଥିଲା, ଜାଣିନଥିଲି। ଆଗରେ କ୍ୟାମେରା ନଥିଲା, ଦୂରରେ କ୍ୟାମେରା ଥିଲା, ମୁଁ ଏତେ ବୁଝିପାରିଲିନି। ମୁଁ ଭାବୁଛି କଟା କହିଦେଇକି ମୁଁ ଠିକ କରିଛି, ଏଇଟା ମୋର ଭୁଲ। ଗୋଟେ ଗୁପ୍ତ କଥା ବି କହିବା କଥା ନଥିଲା, କଣ ପାଇଁ ରାଗରେ ଗୋଟେ ଇମୋସନାଲ ଗଭର୍ଣ୍ଣମେଣ୍ଟ ଉପରେ ଥିଲା, କହିଦେଲି। ସେ ବହି ଉପରେ ପ୍ରସଙ୍ଗ ଚାଲିଥିଲା ନା, ମୁଁ ସେଟା ମୋର କହିବାଟା ଠିକ ହେଲାନି। ପରେ ଭାବିଲି ଆଉ କିଛି ଉପାୟ ନାହିଁ, ଲୋକ ତ ନେଇଗଲା ପରେ କାଟିଦେଲେ, ଲାଇଭ ଚାଲିଛି କାଟିଦେଲେ। ହଉ ଛାଡ, ଯାହା ତ ହେଇଯାଇଛି, ହାରିଗଲେ ହାରିଯିବା, କଣ କରିବା? ହବ କଣ ଆଉ? କଣ ତାକୁ ଭୁଲ ମାଗିବ ନା କଣ? ତାକୁ ପଡି ଯାଇକି ଠିକ ଅଛି। କଣ ତମକୁ କିଛି ଧମକେଇଛି କି କିଛି? ନାଇଁ ଧମକଉ ନାହାନ୍ତି, ମତେ କହିଲେ ଭାଇ ତମକୁ ଆମେ କଣ କହିଲୁ କୋଉଠୁ 5 ଲକ୍ଷ ଦବୁ ବୋଲି? ମୁଁ ତମ ନାଁଟା ବି ନ ନେଇଥିଲେ ହେଇଥାନ୍ତା, ମୋ ନାଁଟା ଆଡେ ତମ ନାଁଟା ବି ନେଇଗଲି। ପାଟିରେ ପଶିଗଲା, ସତ କଥାରେ କହିଦେଲି, କିଛି ଇଏ ନାହିଁ। ଅଫର ଦେଇଥିଲା, ଏମିତି କହିଦେଇଥିଲେ। ମୋର ବି ଭୁଲ ହେଲା, ଏଟା କରିବାର ନଥିଲା। ଛାଡ, ଟେନସନ ନିଅ ନା, ମୁଁ କଥା ହଉଛି।